ଆଚ୍ଛା ମୁଁ ବର୍ତ୍ତମାନ ମୁଁ ଶାସ୍ତ୍ରୀୟ ହିସାବରେ ଯାଉଛି। ମୁଁ ଯେଉଁଟାକି ଆମର ତାଳ ଭିତରେ ଯେଉଁଟାକି ମୁଖ୍ୟ ତାଳ, ସେଇ ତାଳରୁ ମୁଁ ନେଉଛି ତା'ର ଗୁଣ ଦେଖେଇକି ମୁଁ କାଇଦା ପେସ୍କାର ବଜଉଛି। हेलो हाय नमस्कार जय जगन्नाथ प्रिय दर्शक बंधु मु आपण मानकर अति प्रिय साउंड इंजीनियर टुना मु आज आसिकी पहुँची पाटोली गाँव रे आउ जड़े नुआ मो चैनल अतिथि जी कि दीर्घ दिन यात्रा रही एवं घरे अछंती तांकर देह टिके भल नथिला सेतिपई घरे अछंती तेणु से अतिथि पाखक मु आसी गोटे तांको विषय रे तांको यात्रा जीवन अनुभूति किछि जानिया पई एवं जणेबा पई तेणु आपण माने आसंतु मो चैनल सहित जोड़ी जांतु मो यूट्यूब चैनल देखंतु टुना दास लाइफस्टाइल देखंतु सब्सक्राइब करंतु लाइक करंतु कमेंट करंतु शेयर करंतु आओ ये वीडियो गुड़िक मु डोर टू डोर बोली संग्रह करुच्ची केवल आपण मानक पई आपण मानकर सेवारे मु साउंड इंजीनियर टुना आसंतु कथा हवा। जय जगन्नाथ भाई प्रणाम। जय जगन्नाथ। आओ मु आज सकाल सकाल आसी आपण पाखरे पहुँची आपण परिचय टिके दियंतु दर्शक मान पई। मोर परिचय मुख्य कथा कहिया गले यात्रा पार्टीर मु जने तबलिस्ट म्यूजिशियन रिदम प्लेयर आज्ञा नाटा कहतु नाटा कहतु मो ना मदन हाँ मदन मोहन दत्त हाँ आउ मोर भी यात्रा जगत रे बहुत पार्टी भी मु बुलीची हाँ लास्ट रे मोर देह खराब पाई एबे तुलसी गन्नाट रिजाइन दे घरे अच्छे आज्ञा आउ एमती बंचिया पाई एमती प्रोग्राम आपनकर ए गाँ कौन पाटोली गाँव रे पाटोली गाँ एटा को पंचायत पाटोली 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 पंचायत हाँ आज्ञा अच्छा पाटोली पंचायत आ दीर्घ दिन तो यात्रा रहिले तथापि केते वर्ष रहिले यात्रा रे तथा मिनिमम मैट्रिक मु 16-17 वर्ष पाखर मु एपर्यंत अच्छी आसी 63+ हैला हाँ बहुत पार्टी भी ये बोली 40-45 वर्ष भाया रहिले यात्रा रे अच्छा फास्ट टाइम जो यात्रा को जाइथिले रिदिम रे काम करथुले तबला काम करथुले ना सेतबले छोट बेले मु मोर सिंगर माने गीत बोलथुनी आज्ञा वॉइस दबिला पारे मु मनमोहन भद्रक मनमोहन परिषद में एडमिशन हेली तबलाटा हाटी बीए कंप्लीट कली कंप्लीट कर सारा पर पुणी रिदिम पोस्टर मु यात्रा को पुणी एंट्री कली आज्ञा मु सेबेठारु रहिछि आ से मझे गैप केते वर्ष रहिला मनमोहन परिषद रे जो चाकरी माने 5 वर्ष खंडे गैप रहिली पढ़िया समयटा अच्छा
ହଁ ଛୋଟ ପିଲା ଭଏସ୍ ଦବିଗଲା ଯେତେବେଳେ ହଁ, ତାପରେ ହଁ, ଦେଖ ହଁ, ହଁ, ଆଡ଼ମିସନ୍ ହେଲି ମୋତେ ଆଉ ସିଆଡ଼କୁ ପଳେଇ ଗଲି ହଁ। ଇଣ୍ଟରେଷ୍ଟଟା ସିଆଡ଼କୁ ବଢ଼ିଗଲାଣି ନା ମୁଁ ଚାଲିଲି। ଏଇ ବର୍ଷ ତ ଥିଲେ ତୁଳସୀରେ। ଏଇ ବର୍ଷ ମୁଁ ଅଧା ରାତିର ସାଥୀ ନାଟକଟା ମୋ ପିରିୟଡ଼ରେ ମୁଁ ହଁ ଏଇ ବର୍ଷ ଜୁନ୍ 12 ତାରିଖରୁ ଛାଡ଼ିଲି ଆଉ। ହଁ ହଁ। ଆଚ୍ଛା ଏଇ ଦେହ ଟିକେ ଖରାପ ବୋଲି ପଳେଇ ଦେହ ଆସିଲେ। ଦେହ ଖରାପ ଆଜିକାଲି ତ ଡାଇବେଟିସ୍ ସମସ୍ତଙ୍କୁ ଆଉ କ'ଣ ଡାଇବେଟିସ୍ ସେମିତି ଅଲଗା କିଛି ରୋଗ ନୁହଁ ଆପଣଙ୍କୁ ଡାଇବେଟିସ୍ଟା ଟିକେ ବଢ଼ିଗଲା ଯାତ୍ରାରେ ରାତି ଅନିଦ୍ରା ହେବା ଯୋଗୁଁ। ହଁ ହଁ ରାତି ଅନିଦ୍ରା ହେଲେ ଡାଇବେଟିସ୍ଟା ବଢ଼ିଯାଏ କାହାକୁ ବଢ଼ିଯାଏ କାହାର ଠିକ୍ କଣ୍ଟ୍ରୋଲରେ ରହେ। କଣ୍ଟ୍ରୋଲ ତେଣୁ ଆପଣ ଟିକେ ବଢ଼ିଗଲା ସେଥିପାଇଁ ଘରେ ରହିଗଲେ ଆଉ। ହଁ ନହେଲେ କ'ଣ ଆପଣ ଇଚ୍ଛାକୃତ ଭାବରେ ଅବସର ନେଇନାହାନ୍ତି କି ଆପଣଙ୍କୁ କିଏ କହିନାହାନ୍ତି ଯେ ତୁମେ ପାରୁନ ପଳେଇ ଯାଅ ବୋଲି କଥା ହେଉଛି ଏଇଆ। ଇଚ୍ଛାକୃତ ମାନେ ଡକ୍ଟର ଅନୁଯାୟୀ ନେଲି ଆଉ। ଆଚ୍ଛା ଆପଣଙ୍କ ହଁ ହଁ ଡକ୍ଟର କଥା ଅନୁସାରେ ଆପଣ ଘରେ ରହିଲେ ଭଲ କଥା। ଆଚ୍ଛା ଆପଣଙ୍କ ନାମ ପଛରେ ଗୋଟେ ଟାଇଟଲ୍ ରହିଛି ମଦନ ଦତ୍ତ। ଏଇ ଦତ୍ତ ଓଡ଼ିଆ ଦତ୍ତ ତ ନୁହଁ ଦତ୍ତ ଟାଇଟଲ୍ ବେଙ୍ଗଲି ବେଙ୍ଗଲି ଦତ୍ତ। ଏଠି କେତେ ବର୍ଷ ହେଲା ଏଠି ଆସିକି ରହିଲେଣି? ଏଠି ମୋର ଜନ୍ମଟା ଓଡ଼ିଶାରେ। ଓଡ଼ିଶାରେ ମୋର ଜନ୍ମଟା ଓଡ଼ିଶାରେ ବାପା ସାପ ସେ ସବୁମାନେ ଆମର ବେଙ୍ଗଲରେ ୱେଷ୍ଟବେଙ୍ଗଲରେ ସେମାନଙ୍କର ହେଉଛି ଥିଲା ଆଗରୁ। ତାପରେ ଦୈବାତ ବାପାଙ୍କର କ'ଣ କେସ୍ ବାସ୍ ହେଣ୍ଟେନ୍ ହେତୁ ଆମେ ଆସିକି ରହିଲୁ ଓଡ଼ିଶାରେ। ଆଚ୍ଛା ଓଡ଼ିଶାରେ କିନ୍ତୁ ମୋର ଜନ୍ମଟା ଓଡ଼ିଶାରେ ହେଇଛି। ପୂର୍ବ ପିଢ଼ି ଆହୁରି ଅଛି ତା ପିଢ଼ି ସବୁ ଅଛି। ଇଏ ଗାଁରେ ତ ଅନେକ ବଙ୍ଗାଳୀ ଅଛନ୍ତି। ବହୁତ ବଙ୍ଗାଳୀ ଆମର 82 ଘର ଅଛନ୍ତି ଏଇ ଗାଁରେ। ହଁ ତ ଏମାନେ କ'ଣ ସମସ୍ତେ ସାଙ୍ଗ ହେଇକି ଆସିଥିଲେ ନା ଆଗରୁ ପଳେଇ ଆସିଥିଲେ କିଛି ତାପରେ ପରେ କିଛି ଆସିଲେ ଏମିତି ଆସିଲେ? ନା ଏମିତି ବି ରିଲେସନ୍ ଯାଇ ଆମର 2-3ଟା ଖଣ୍ଡେ ରିଲେସନ୍ ହିସାବରେ ଅଛନ୍ତି ନହେଲେ ଆଗରୁ ସେମାନେ ସବୁ ଥିଲେ। ହଁ ଏମାନଙ୍କର ଓଡ଼ିଶାରେ ବହୁତ ବସବାସ ଗୋଟେ ନେଇଯାଅ ସିଆଡ଼େ। ହଁ ଆଜ୍ଞା ଚଗଲାକୁ ନେଇଯାଅ। ଆଚ୍ଛା ମୁଁ କହିବା କଥା ହେଉଛି ଗୋଟିଏ ପଡ଼ାରେ ଯଦି ଗୋଟିଏ ମୁସଲିମ ରହେ ସେ କାଳକ୍ରମେ ତା ମୁସଲିମ ଭାଇମାନଙ୍କୁ ଆଣିକିରି ସେ ପଡ଼ା ସାରା ମୁସଲିମ କରିବାକୁ ଚେଷ୍ଟା କରେ। ସେଇଭଳିଆ ଆପଣଙ୍କର ସିଚୁଏସନ୍ ଏଠି ଘଟିଛି କି? ହଁ ଘଟିଛି। ଚିହ୍ନା ପଡ଼ିଚା ପଳିଆ ଏଠି ଜାଗା ଫାଙ୍କା ଅଛି ରହିବା ଏଇଆ। ଆଚ୍ଛା ଅନେକ ତ ଜାଗା ଥିଲା ତା ଭିତରେ ଏଇ ଜାଗାଟାକୁ ସିଲେକ୍ସନ୍ କଲେ କାହିଁକି? ମାନେ ଏଠୁ କ'ଣ ଗାଁ ଗଣ୍ଡା ନଥିଲା କି? ହଁ ଗାଁ ଗୁଡ଼ା ଥିଲା ଯୋଉଠି ଗାଁଟା ଅଛି ପ୍ଲସ୍ ଜାଗା ଭେକେନ୍ସି ଅଛି ଆଉ ସେଇମାନେ ଇଏ ଦେଖିକି କହିଲେ ତୁ ହେଉଛି ଧର ଆମେ ଡିଷ୍ଟ୍ରିବ୍ୟୁଟ୍ ହେଲୁ ଆଜ୍ଞା ଯେ ଆମର ସେଠି ଜାଗା ଅଛି ଗାଁ ପାଖାପାଖି ଗାଁ ନହେଲେ ପାଖାପାଖି ଅଲଗା ଅଲଗା ରହିଥାନ୍ତି ନା ତେଣୁକରି ସେ ପାଖାପାଖି ହେଇ ଗାଁ ବଡ଼ ହେଇଯାଇଛି। ହଁ ଆଚ୍ଛା ସେଇଠୁ ଆଚ୍ଛା ତାପରେ ସେଇଠୁ ତବଲା ଯେଉଁ ଶିଖିଲେ ଫାଷ୍ଟ ଯେଉଁ ଗୀତ ଗାଇଲେ ପାଠ ପଢ଼ିକିରି ଚାକିରି କରିପାରିଥାନ୍ତେ ଯାତ୍ରା କାହିଁ ଆପଣେଇଲେ? ଶୁଣ ମୁଁ ଚାକିରି କରିଥାନ୍ତି। ଆଜ୍ଞା ମୁଁ ସେତେବେଳେ ପଣ୍ଡା ମାଷ୍ଟରଙ୍କ ପାର୍ଟିରେ ଥାଏ। ଆମର ଯିଏ ଦିଲ୍ଲୀ ନ୍ୟୁଜ୍ ପଢ଼ନ୍ତି ଯତୀନ ଦାସ ସେମାନେ ମୋର ଗୋଟେ ମୋର ସାର୍ଙ୍କର ଗୋଟେ ଦେହତ୍ୟାଗ କଲେ ତାକୁ ପଣ୍ଡା ମାଷ୍ଟର ଲେଖିଥିଲେ ଗୀତ। କିଏ ଦେହତ୍ୟାଗ କଲେ? ଯତୀନ ଦାସ ମାନେ ନା ଆଉ ମାନେ ହେଉଛି ଶ୍ୟାମସୁନ୍ଦର ମହାପାତ୍ର। ନାଟ୍ୟ ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ଦେହତ୍ୟାଗ କଲେ। ଆଚ୍ଛା କଲା ପରେ ତାଙ୍କର ଶୋକ ଦିବସ ପାଇଁ ପଣ୍ଡା ମାଷ୍ଟର ଲେଖିଥାନ୍ତି ଗୀତ। ଆଜ୍ଞା ମୁଁ ସେ ଗୀତଟି ଗାଇଥିଲି। ସେ ଗୀତଟି ମନେ ଅଛି? ହଁ ଅଛି ଅଳ୍ପ ଟିକେ ଟିକେ ଅଛି। ହଉ ବହୁତ ଦିନ ତଳର ଆଚ୍ଛା କଥାଟା କହିସାରନ୍ତୁ ତାପରେ ଗୀତଟା କଥା ଚିନ୍ତା କରିବା। ଆଜ୍ଞା ଆଚ୍ଛା ନେଇ ସାରିଲା ପରେ ସେଇଠି ମୁଁ ସେ ଗୀତଟି ବୋଲିଥିଲି। ସେତେବେଳେ ଆସିଥାନ୍ତି ଆମର ଦିବାକର ମହାନ୍ତି, ଦିବାକର ଶାନ୍ତିଲତା ବାରିକ, ଆଜ୍ଞା ଆମର ବିଜୟ ମହାନ୍ତି, ଆମର ମାନେ ଶାନ୍ତିଲତା ବାରିକ ସବୁ ଆସିଥାନ୍ତି। ସେଇ ଟାଇମ୍ରେ ସେଇ ଗୀତଟା ମୋର ଉଦ୍ଘାଟନ ହେଲା। ଉଦ୍ଘାଟନ ହେଲା ମାନେ ଆମର ଯତୀନ ସାରେ ଆଉ ତେଣୁକରି ସିଏ ମୋତେ ସାର୍ଟିଫିକେଟ୍ ଦେଇଥିଲେ। ପଣ୍ଡା ମାଷ୍ଟର ତାକୁ ଇସ୍ୟୁ କରିଥିଲେ। ଇସ୍ୟୁ କରି ମୋର ହେଟା ବାବା ମୋର ହେଉଛି ରେଡ଼ିଓ ଷ୍ଟେସନରେ ଚାକିରି ହେଇଯାଇଥିଲା। ଆଜ୍ଞା ଯଦି ଚାକିରି ହେଇଥିଲା ତାଙ୍କର ଯେଉଁ ଡେଟ୍ରେ ମୁଁ ଯିବା କଥା ସେ ଡେଟ୍ଟା ସେତେବେଳେ ତ ଆମର ମୋବାଇଲ ତ ଯୁଗ ନଥିଲା। ଆଉ ତେଣୁକରି ମୁଁ ସେ ଡେଟ୍ଟା ମୁଁ ଆଉ ମୋର କ୍ୟାନସେଲ୍ ହେଇଗଲା ଯାହାଦ୍ୱାରା କି ମୁଁ ମୋର କ୍ୟାନସେଲ୍ ହେଇଗଲା। ତାପରେ ମୁଁ ବହୁତ ରିକ୍ୱେଷ୍ଟ କରିସାରିଲା ପରେ ସେ ସେତେବେଳକୁ ମାନେ ମୋ ଜାଗାରେ ଆଉ ଜଣେ ଦେଉନାହାନ୍ତି ନା ବହୁତ ଦେଉଛନ୍ତି ସେମାନେ ଭିତରେ ସିଲେକ୍ସନ୍ ହେଇଗଲା। ମୋ ମନଟା ବହୁତ ଦୁଃଖ ହେଲା। ସେତେବେଳେ ବହୁତ କମ୍ ପଇସାରେ ଥାଏ। ମୁଁ ପାଖାପାଖି 70-80 ଟଙ୍କାରେ ମୁଁ ଚାକିରି କରିଥାଏ। କେଉଁଠି? ନୀଳଚକ୍ର ଅପେରାରେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା। ଏମିତି ହେଇ ତାପରେ ମୋର ଗୋଟେ ଜିଦ୍ଦି ଆସିଲା ମନଟା ବି ଖରାପ ହେଲା। ପାର୍ଟିରେ ରେଡ଼ିଓ ଷ୍ଟେସନରେ ଚାକିରି ପାଇଥିଲି କିନ୍ତୁ ହାତ ଛଡ଼ା ହେଇଗଲା। ବହୁତ ମନ ଦୁଃଖ ହେଲା। ମୁଁ ଏମିତି ଘରେ ରହିଲି ନା ମୁଁ
ତବଲାରେ ଆଡ଼ମିସନ୍ ହୁଏ। ମୋର ଆଉ ଜଣେ ହିତାକାଂକ୍ଷୀ ମାନେ ମାଷ୍ଟର ବୋଲି କହିଲେ ହୃଦାନନ୍ଦ ସାହୁ, ସେ ପାରିଜାତ ଅପେରା କରିଥିଲେ। ହଁ ହୃଦାନନ୍ଦ ସାହୁ ଆଜ୍ଞା। ସିଏ ମୋତେ ବହୁତ ରିକଭର ଆଣିକି ଆଡ଼ମିସନ୍ କରି ମୋ ପାଇଁ ବହୁତ କିଛି କରିଛନ୍ତି। ତାଙ୍କ ସହାନୁଭୂତିରେ ମୁଁ ବି ତବଲା ବିଶାରଦ କରିଛି, କିନ୍ତୁ ଗୋଟେ ପରୀକ୍ଷା ଦେଇନି, କିନ୍ତୁ ବିଶାରଦ କରିଛନ୍ତି ଆଜ୍ଞା। କରିସାରିଲା ପରେ ମୁଁ ଯେଉଁ ଓଡ଼ିଶା ଅପେରାରେ ମୁଁ ରହିଯାଇଥିଲି ଘରେ, ପୁଣି ସେଇ ଓଡ଼ିଶା ଅପେରା ମୁଁ ତବଲିଷ୍ଟ ଭାବରେ ଏଣ୍ଟ୍ରି କଲି। ଆଚ୍ଛା ଏଣ୍ଟ୍ରି କଲି ସେଇଦିନ ଚାଲିଛି ଓଡ଼ିଶା ଅପେରା ତୁଳସୀ ଗୌରୀ ଶିବାନୀ ଏମିତି ହେଇକି ମୋର ଚାଲି ଏପର୍ଯ୍ୟନ୍ତ ଦେହ ଖରାପ ନ ହୁଏ, ମୁଁ ଘରେ ନ ରୁହେ ଆଉ। ଆଚ୍ଛା, ଏଇ ଯେଉଁ ଶିଶୁ କଣ୍ଠଶିଳ୍ପୀ ହିସାବରେ ଯେଉଁ ଯୋଗ ଦେଇଥିଲେ, ନୀଳଚକ୍ର ଅପେରା ଯୋଗ ଦେଇଥିଲେ? ଓଡ଼ିଶା ଅପେରା ଫାର୍ଷ୍ଟ ଟାଇମ୍ଟା ଏଣ୍ଟ୍ରି ଓଡ଼ିଶା ଅପେରା। ତାପରେ ଓଡ଼ିଶା ଅପେରା ରହିଗଲି ବହୁତ ଦିନ। ମାନେ କେତେ ବର୍ଷ ରହିଲେ? ତାପରେ ମୁଁ ପାଖାପାଖି 7-8 ବର୍ଷ ରହିଛି। ଆଚ୍ଛା, 7-8 ବର୍ଷ ପିଲା ବୟସଟା ଯେତେବେଳେ ପଡ଼ିଗଲା, ତାପରେ ମୁଁ ନୀଳଚକ୍ର ଅପେରା ଗଲି। ଭଏସଟା ଥାଏ ଟିକେ ସେଠି ସବୁ ନାଟକରେ ଗୀତ, ସେଠି ବି ଭଏସ ଦବିକି ରହିଲା, ସେଇଠୁ ଭଏସ ଦବିଗଲା। ସେଇଠୁ ଆପଣ ଚିନ୍ତାଧାରା ନେଲେ ଯେ ନା ଇଏ ଗୀତ ଗାଇବା ମୋ ଦ୍ୱାରା ନୁହେଁ, ମୁଁ ତବଲା ଶିଖିବି। ଆଚ୍ଛା, ତବଲା ସେଇଠୁ ଶିଖିଲେ। ତ ଗୀତଟା କ'ଣ ଥିଲା? ଗୀତଟା ଥିଲା ଆମର କୋଣାର୍କ ଦେଶର ସେ କଳାକାର ଚନ୍ଦ୍ରମା, ଶ୍ୟାମ ଏକା ଶ୍ୟାମ ପରି ନାହିଁ ତାକୁ ଉପମା, ଅନ୍ୟ ଯେତେ ଗ୍ରହ ତାରା ଶ୍ୟାମ ଏକା ଉପମା। ମାନେ ବହୁତ ମୁଁ ଏ ଗୀତରେ ମାନେ ସାମସାରଙ୍କ ନାଁରେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଲେଖିଥିଲେ। ଆଚ୍ଛା ଆଚ୍ଛା। ଆଉ ତେଣୁ ସେ ଗୀତଟାରେ ମୁଁ ବହୁତ ହାଇଲାଇଟ୍ ଦେଇଥିଲି। ଏମିତି ବି ଦିବାକର ମହାନ୍ତି, ଶାନ୍ତିଲତା ବାରିକ, ଆମର ଆଉ ଯିଏ ଆସିଥିଲେ, ଆମର ଅବଶ୍ୟ ମନେ ପଡ଼େ ବହୁତ ଦିନିଆ କଥା ଆସିଥିଲେ, ସେମାନେ ବହୁତ ମୋତେ ଇଏ କରିଥିଲେ। ମୁଁ ବହୁତ ତାଙ୍କର ପ୍ରିୟର ପାତ୍ର ହେଇଥିଲି, କିନ୍ତୁ ମୋର ଦୁର୍ଭାଗ୍ୟ ଚାଲିଗଲା, ଆଉ ରେଡ଼ିଓ ଷ୍ଟେସନରୁ ଚାକିରିଟି ବି ଚାଲିଗଲା। ସମ୍ବଲପୁରରେ ଥାଆନ୍ତି, ମନଟା ବହୁତ ଦୁଃଖ ହେଲା। ତାପରେ ତବଲା କେତେ ବର୍ଷ ହେଲା ବଜେଇଲେଣି? ତବଲା ମୋର ହେଇଗଲା ନିହାତି 36-37 ବର୍ଷ ପରେ ହେଇଯିବ। 36-37 ବର୍ଷ ହେଇଯିବ ଠିକ୍। ଆଉ ଅଭିନୟ ଆଉ କରୁନାହାନ୍ତି? ଅଭିନୟ ଭିତରେ ସେ ଓଡ଼ିଶା ଅପେରା ପିରିୟଡ଼ରେ ମୁଁ କେତେଟା 2-3ଟା ଖଣ୍ଡେ ସେଇ ଶିଶୁ କଳାକାର ଥିବା ସମୟରେ କଳା ଅବସ୍ଥାରେ। ଆଉ ତବଲା ପରେ ଆଉ ଅଭିନୟ ଆଡ଼ିକି ଗତି କରୁନାହାନ୍ତି? ନା, ଇଆଡ଼ୁ ମୁଣ୍ଡ ରହିଲା ଇଆଡ଼େ। ତ ତବଲା ଯେଉଁ ଓଡ଼ିଶା ଅପେରା ରହିଲେ, ଓଡ଼ିଶା ଅପେରା ପରେ କେଉଁଠିକି ଗଲେ? ଓଡ଼ିଶା ଅପେରାରୁ ଆମେ ଗଲୁ ଗୋଟେ ଅନୁଗୁଳରେ ପାର୍ଟି ହେଇଥାଏ, ରାଜଶ୍ରୀ ଗଣନାଟ୍ୟ। ଆଚ୍ଛା, ମୁଁ ସେଇଠି ଗଲୁ, ଆମେ ଦାଦାଙ୍କର ମୋର ଆମେ ସେଠି ଗଲୁ ଏକାଥରକ। ଗୌରାଙ୍ଗ ମଉସା କଥା କହୁଛନ୍ତି, ଗୌରାଙ୍ଗ ପାଲ। ଆଚ୍ଛା, ଇଏ ଗୌରାଙ୍ଗ ପାଲଙ୍କଠୁ କିଛି ଶିଖିଛନ୍ତି ତବଲା? ଦାଦା ମୋର ଗୁରୁ, ମୋର ତ ଗୁରୁ 10 ଜଣ। ଆରେ ଯାହା କତୁରୁ ଜଣେ ଆପଣ ବି କହିଲେ ଆପଣ ବି ହେବେ ମୋ ଗୁରୁ। ନିଶ୍ଚିତ ଭାବେ ଗୁରୁ ତ ଅନେକ ଯେମିତି ଆମର ଉଦ୍ଧବଙ୍କର 32 ଗୁରୁ ଥିଲେ, କି ସେମିତି ଗୁରୁ ଯିଏ ଗୋଟେ ଜିନିଷ ବତେଇଲେ ସିଏ ଗୁରୁ ହେଲେ। ଦାଦା ହେଲେ ମୋର ମାନେ ଘର ପାଖ ଗୁରୁ, ମୋର ନମସ୍ୟ। କିନ୍ତୁ ମୋର ହଉଛି ଆମର ମନମୋହନ ସଙ୍ଗୀତ ପରିଷଦର ଗୁରୁ ନାରାୟଣ ଚନ୍ଦ୍ର ସାହୁ। ବର୍ତ୍ତମାନ ସେ ସ୍ୱର୍ଗରେ। ବହୁତ ଭଲ ପାଆନ୍ତି, ପ୍ରାଇଭେଟ ଷ୍ଟୁଡେଣ୍ଟ ବହୁତ ଭଲ ପାଆନ୍ତି ମୋତେ। ଖାଲି ଯେଉଁମାନେ ମୋର ଏକ୍ଜାମିନେସନ ଆସିଥିଲେ, ଉମେଶ କର, ହରମୋହନ ଖୁଣ୍ଟିଆ, ହନିଭୂଷଣ ପଣ୍ଡା, ଏମାନେ ଆସିଥିଲେ। ସାର୍ ତାଙ୍କୁ ପରିଚୟ କରନ୍ତି, ଇଏ ମୋର ଗୋଟେ ଯାତ୍ରା ପାର୍ଟି ମାନେ ପ୍ରାଇଭେଟ ଷ୍ଟୁଡେଣ୍ଟ। କିନ୍ତୁ ମୋର ସିଲାବସ୍ ମୁଁ ଲେଖିକି ନେଇ ସାର୍ ମୋତେ ଏତିକି ଉତ୍ତୀର୍ଣ୍ଣ କରନ୍ତି, ଯେଉଁଟାକି ମୁଁ କରେ ୱାନ୍ ଟେକ୍ରେ ସେଟାକୁ ମୁଁ ହଉଛି କରିଦିଏ। ମୋର ତାଳର ଯେଉଁ ତାର ଗତି, ଆଘାତ, ଅନୁଘାତ ଯେତିକି ଯାହା ଥିବ ମୁଁ ୱାନ୍ ଟେକ୍ରେ ସାର୍ କହିଲେ ମୁଁ ୱାନ୍ ଟେକ୍ରେ କରିଦିଏ। ତେଣୁକରି ମୁଁ ସମସ୍ତଙ୍କ ପାଖରେ ମୋର ମାନେ 10 ମିନିଟ୍ 15 ମିନିଟ୍ ଭିତରେ ମୋର ପରୀକ୍ଷାଟା ସରିଯାଏ। ଆଜ୍ଞା, ବହୁତ ମୋର କ୍ୟାରିୟର ଭଲ ଥିଲା। ଏବେ ମୋର ତ ଦେହ ଖରାପ ପାଇଁ ରହିଛି, ଆଉ କ'ଣ କରିବି।
ଏବେ କ'ଣ ପ୍ରୋଗ୍ରାମ ଫୋଗ୍ରାମ କରୁଛନ୍ତି? ପ୍ରୋଗ୍ରାମ କଳାକାର ବିନା କଳାରେ ବଞ୍ଚି ପାରେ ନାହିଁ। ହଁ ପ୍ରୋଗ୍ରାମ ତାକୁ କରୁଛି। କିଛି ନା କିଛି କଳା ପରିବେଷଣ ନିହାତି ଦରକାର। ହଁ ତେଣୁ ଚାଲିଛି କ'ଣ? ହଁ କ'ଣ ଏବେ ବର୍ତ୍ତମାନ ଆମର ହରିନାମ ଠାକୁରଙ୍କର ଅଧିବାସ ଆଉ ତାପରେ ଇଣ୍ଡିଭିଜୁଆଲି ଗୋଟେ ଦିନିଆ ମେଲୋଡି ପ୍ରୋଗ୍ରାମ ଆଉ କୀର୍ତ୍ତନ ଏଇସବୁ ବିଷୟରେ ଯିଏ ଯେତେବେଳେ ମୋତେ ଜାଣିଛନ୍ତି ସମସ୍ତେ ଇଏ କରିଛନ୍ତି, ଯିଏ ଯେତେବେଳେ ଡାକିଲା ମୁଁ ଇଣ୍ଡିଭିଜୁଆଲି ପ୍ରୋଗ୍ରାମ କରୁଛି ଆଉ। ଆଚ୍ଛା, ବହୁତ ବଢ଼ିଆ କଥା। ଆଚ୍ଛା, ଏଇ ଯେଉଁ ତବଲା ବଜେଇବାର ଯେଉଁ ପାଠ ଯେଉଁ ସିଲାବସ୍ ଯେଉଁ କହୁଛନ୍ତି, ସିଲାବସ୍ ପାଠରେ ଯାଏ ନା ନା ମାନେ ପ୍ରାକ୍ଟିକାଲି ସିଲାବସ୍ କିଛି ବାଜା ଅଛି? ନା ସିଲାବସ୍ ଉଇଥି ମୁଁ ବୁଝିପାରୁନି ସିଲାବସ୍ କ'ଣ ବୁଝାନ୍ତୁ। ପାଠରେ ମାନେ ସିଲାବସ୍ ମାନେ ଆମର ଏଇ ଆଜି ମୋର ଧର ମାନେ ଥାର୍ଡ଼ ଇୟର୍ର ପରୀକ୍ଷାର ଥାର୍ଡ଼ ଇୟର୍ର ପ୍ରାକ୍ଟିକାଲ କି ଥିଓରିରେ ଏଇ ଯେଉଁ କୋଶ୍ଚିନ୍ ଆସିବ ସେମାନେ ଆମର ଏକ୍ଜାମିନେସନ୍ ପାଖକୁ ପଳେଇ ଆସେ, ସେମାନେ ଏଠିକି ଇଏ କରନ୍ତି। ଆଚ୍ଛା, ତେଣୁକରି ଆଉ ମୁଁ ସେଟାକୁ ଲେଖି ଆଣେ ସାରଙ୍କ ପାଖରୁ, ଲେଖି ଆଣିକି ମୁଁ ସେଇ ହିସାବରେ ପ୍ରାକ୍ଟିସ୍ କରେ। ଧର ଆମର ଝାମତାଲ ଧିନା ଧି ଧିନା ତିନା ଧି ଧିନା, এইটা ধরো 3 গুণ হবো, ধিনা ধি ধিনা তিনা ধি ধিনা ধিনা ধি ধিনা তিনা ধি ধিনা ধিনা ধি তিনা ধি তিনা ধি, এই যে ସବୁ ଜିନିଷ ଗୁଡ଼ା ପ୍ରାକ୍ଟିକାଲ ଆଣିକି ତାକୁ ମୁଁ ପ୍ରାକ୍ଟିସ୍ କରିକି ମୁଁ ଏକ୍ଜାମ ମାନେ ପରୀକ୍ଷା ଦେବାକୁ ଯାଏ। ପ୍ରାଇଭେଟ୍ ଷ୍ଟୁଡେଣ୍ଟ ନା, ସାର୍ ଚିଠି କରିଦିଅନ୍ତି। ମୁଁ ଯେଉଁ ଓଡ଼ିଶା ପ୍ରାୟ ଥାଏ, ସେମାନେ ହେଉଛି ଓଡ଼ିଶା ପ୍ରାୟ ହେଡ଼କ୍ୱାର୍ଟର ଆସିଲେ, ମଦନ ତମର ଗୋଟେ ଚିଠି ଆସିଛି ମଦନ ବାବୁ, ଆଉ ମୁଁ ସେଇଠୁ ଯାଏ, ମୁଁ ପରୀକ୍ଷା ଦେଇକି ଆସେ। ମୋର ୱାନ୍ ଟେକ୍ରେ ଏକାଥର ମୋର ଯାହା ହଉ, ମୁଁ କେଉଁଠି ମୁଁ ଯେ ଗୋଟେ ଏଇଟା ମୋର କ୍ୟାନସେଲ୍ ହେଇଗଲା ଯେ ମୁଁ ଏଟାକୁ ଆଡ଼ମିସନ୍ କରିକି ଦେବି, ସେମିତି ମୋର ହେଇନାହିଁ। BA ପର୍ଯ୍ୟନ୍ତ ମୋର କ୍ଲିନ୍ ଚାଲିଛି, ଯାହା ହଉ ଚାଲିଛି। ଆଉ ମାନେ ବହୁତ ଏସବୁ କାମ ବହୁ କଷ୍ଟରେ ଆମ ଘରେ ଜାଣନ୍ତିନି, ଏଇଭଳି କଥା ହେଇತಾರೆ। ମୁଁ ଆକ୍ଚୁଆଲି ଆପଣ ବାପା ମା ଦୁଇ ଜଣ ଅଛନ୍ତି ନା ଚାଲିଗଲେଣି? ନା, ବାପା ଦେହତ୍ୟାଗ କରିଛନ୍ତି, ମା ଅଛନ୍ତି। ମା କୋଉଠି ଅଛନ୍ତି? ମା ଅଛନ୍ତି ସେପଟରେ। ଆପଣ କେତେ ଭାଇ? 3 ଭାଇ। 3 ଭାଇ। ଆପଣ ବଡ଼? ବଡ଼। ଆଉ 2 ଭାଇ କ'ଣ କରୁଛନ୍ତି? ଆଉ 2 ଭାଇ ଜଣେ ଆମର ଅଛନ୍ତି ବମ୍ବେରେ, ଆଉ ଜଣେ ସୁରାଟରେ ଅଛନ୍ତି। ଆଚ୍ଛା, ତାଙ୍କ ଫ୍ୟାମିଲି ସେଠି ଅଛନ୍ତି? ଆମର ବର୍ତ୍ତମାନ ଯେତେ ଘର ସେତେ ଘର ବର୍ତ୍ତମାନ ଭାଇ ସେଟା ସମସ୍ତଙ୍କ ପରିବାରରେ, ଏଟା ଓଡ଼ିଶା ନୁହଁ, ସବୁ ସାରା ବିଶ୍ୱର କଥା। ଆଚ୍ଛା, ମୁଁ କହିବା କଥା ଆପଣଙ୍କ ଫ୍ୟାମିଲି ଭିତରେ ଆପଣଙ୍କର 2 ପୁଅ, ଝିଅ ବାହାଘର ସରିଯାଇଛି, ଗୋଟେ ଝିଅ, 2 ପୁଅ ଯାକ କୋଉଠି ରହୁଛନ୍ତି? ସେମାନେ ରହୁଛନ୍ତି, ଗୋଟେ କଥା ହେଉଛି ଚଢ଼େଇରେ ଯେତେବେଳେ ପକ୍ଷୀ ନାଗେ ସିଏ ଉଡ଼ା ଚଢ଼େଇ, ବର୍ତ୍ତମାନ ପୁଅ ତାର ଫ୍ୟାମିଲି ନେଇକି ଭୁବନେଶ୍ୱର ପଳେଇଲାଣି, ଭୁବନେଶ୍ୱର ବିଜନେସ୍। ଆଚ୍ଛା, ସାନ ପୁଅ ବର୍ତ୍ତମାନ ହେଉଛି ସୁରାଟରେ, ସିଏ ଅଛନ୍ତି ସିକ୍ୟୁରିଟି ଗାର୍ଡ଼। ମୋର ବୋହୂଟି ଅଛି ଗୋଟେ ଉଲ୍ କମ୍ପାନୀରେ। ଆଚ୍ଛା, ତାଙ୍କ ପାଇଁ କିଛି ପ୍ରୋବ୍ଲେମ୍ ନାହିଁ, ସେମାନେ ଏଣିକି ଚଳିଯିବେ। କିନ୍ତୁ ମୁଁ ବର୍ତ୍ତମାନ ସେଇଟା କହୁଛି, ମୁଁ କେତେ ଦିନ ରହିବି ପ୍ରଭୁଙ୍କ ଦରବାରରେ ରହିବି, ମୁଁ କେମିତି ପାରି ହେବି? ମୋତେ ତ ଠାକୁର ବର୍ତ୍ତମାନ ଆଗରୁ ଯାହା ଦରମା ଥିଲା, ଏବେ ଯାହା ଦରମା, ମୁଁ 2 ଲକ୍ଷ ପାରି କଲା ବେଳକୁ ମୋତେ ଠାକୁର ଏମିତି ବସେଇଦେଲେ। ମୁଁ ଏଇଭଳି ହିସାବରେ ଚାଲିଛି ଆଉ, ସେଣିକି ଈଶ୍ୱରଙ୍କର ଉଡ଼ା ଚଢ଼େଇ କଥା ଯେଉଁ କହିଲେ ସେଇଟା ନୁହଁ। କଥା ହେଉଛି କ'ଣ ଶୁଣନ୍ତୁ, ଉଡ଼ା ଚଢ଼େଇ ତାଙ୍କ ଉଡ଼ିବା ପର୍ଯ୍ୟନ୍ତ ଆମ ପ୍ରେରଣାରେ ସେ ଉଡ଼ିଛନ୍ତି ପର୍ଯ୍ୟନ୍ତ ତାଙ୍କର ରୋଜଗାର ସିଷ୍ଟମ କିଛି ନାହିଁ, ସେ ପର୍ଯ୍ୟନ୍ତ ସେ ଆମ ଅଣ୍ଡରରେ ଅଛନ୍ତି। ଯୋଉଠୁ ସେ ରୋଜଗାର କଲେ ସେଇଠୁ ସେ ଚିନ୍ତା କଲେ ଆମେ କୋଉ ବାଟେ ଗଲେ ରୋଜଗାର କରିବୁ, ତେଣୁ ରୋଜଗାର କରିବା ପାଇଁ ସେ ସୁରତ ଗଲେ। ସୁରତ କରିକି ରୋଜଗାର କରିକି ସେ ଦେଖିଲେ ମୁଁ ଯଦି ଫ୍ୟାମିଲି ଘରେ ରଖୁଛି ତାହେଲେ ମୋତେ 2ଟା ପ୍ରୋବ୍ଲେମ୍ ହେଉଛି। ଗୋଟେ ପ୍ରୋବ୍ଲେମ୍ ହେଉଛି ମୁଁ ଏଠି ଚଳିବି, ଗୋଟେ ପ୍ରୋବ୍ଲେମ୍ ହେଉଛି ସେଠି ଫ୍ୟାମିଲି ଚଳିବି। ଆଚ୍ଛା, ବାପା ତ ଅଛନ୍ତି, ଭଲ ମନ୍ଦ କି ବୁଝୁଛନ୍ତି, ତେଣୁକରି ମୁଁ କେମିତି ମୋ ଫ୍ୟାମିଲିଟା ଆଣିକି ଏଠି ଆଡ଼ଜଷ୍ଟ କରିକି ମୁଁ 2 ପଇସା କେମିତି ସଞ୍ଚୟ କରିବି, ସେଇ ଚିନ୍ତାଧାରା ନେଇଛନ୍ତି, ଫ୍ୟାମିଲି ନେଇକି ପଳେଇଛନ୍ତି। ଆଉ ଗୋଟେ ଫ୍ୟାମିଲି ରହୁଛନ୍ତି, ବଡ଼ ପୁଅ ରହୁଛନ୍ତି ଭୁବନେଶ୍ୱରରେ। ଭୁବନେଶ୍ୱର ସିଏ ବି ଦେଖୁଛନ୍ତି, ତେଣୁକରି ଏଠି ରହିଲେ ପିଲାଟି ଭୁବନେଶ୍ୱର ଯେହେତୁ ସ୍ମାର୍ଟ ସିଟି ଓଡ଼ିଶାର, ତେଣୁ ଏଠି ରହିଲେ ପାଠଶାଠ ପଢ଼ିବ, ଭଲ ମନ୍ଦ କରିବ। ଏଠି ଆମେ ବି ପାଖାପାଖି ରହିଲେ ଅଳ୍ପ ଖର୍ଚ୍ଚରେ ଆମେ 2 ଜଣ ଚଳିପାରିବୁ। ଯଦି ମୁଁ ଏଠି ଚଳିବି, ଯେଉଁ 5 ଟଙ୍କାର ତେଲ ମୋ ପାଇଁ ଖର୍ଚ୍ଚ ହେବ, ସେଇ 5 ଟଙ୍କା ତେଲ 3 ଜଣ ବି ଖାଇପାରିବେ। ତେଣୁ ସେଇ ସିଚୁଏସନ୍କୁ ନେଇକି ସେ ଅଛନ୍ତି। ତେଣୁ ମୁଖ୍ୟ କଥା ହେଉଛି ପିଲାମାନେ ଭଲ ରୁହନ୍ତୁ, ବଡ଼ କଥା ହେଉଛି ଘରକୁ ଚାହିଁବା ଦରକାର। ଆଉ ଘର ଫର ବି ହେଇନି, ଆଉ ସିଏ ତାଙ୍କର କରିବେ କି ନାହିଁ ତାଙ୍କ ଉଦ୍ଦେଶ୍ୟ। ଆଉ ଯେଉଁ ଭଗବାନଙ୍କ ଦରବାରରେ ଆପଣ ଯେ ପର୍ଯ୍ୟନ୍ତ ଅଛନ୍ତି, ସେ ପର୍ଯ୍ୟନ୍ତ ଏ ରଥଟି ସୁରୁଖୁରୁରେ ଚାଲିବା ଦରକାର। ସେ ପିଲାମାନଙ୍କର ବି
ହଁ ए भिडियो जदि देखुवे पिलामानकर टिके बापा माँ प्रति आ भौणी प्रति स्नेह श्रद्धा रहा दरकार आ घर बोलिकी कि जिनस जो जन्मभूमि जो एंतुड़ी लगी से घर प्रति स्नेहता रहा दरकार आउ अनेक लोक तो अच्छा घर बाड़ी माने जोटि कि एंतुड़ी शाल को बिकी देकी पलाउं फरेन जा बाहर रोज फरेन रोज बयस कहीं कुआड़े जीवा तथापि घर ना घरटा मोछा मुख्य कथा नहीं तथापि मोर बंची बहुत मु जारी रही तेणु करी केमिति मु छुआ को नहीं एबे तबला प्रैक्टिस करछंती हां प्रैक्टिस करछंती प्रैक्टिस न कले हाथ रहियोनी कि मु निजे तो बंची परिबिनी मु कोन फेमिली अच्छा गुटे छुटिया कथा यात्रा रे आपण छाड़ीबाटा 3-4 मास हला 3 मास हबो हां ना जून थार हे गला जून टू हला केते हला जुलाई अगस्त सेप्टेम्बर अक्टोबर नवेम्बर डिसेम्बर 7 मास हला गत वर्ष मु छाड़थिली ए वर्ष जनवरी हला हां केते मास हला अच्छा आ भितरी केतुरा यात्रा देखिलेनी बुलिया तो जाउती है बुलिया को जाउची मु देखिथिली हमर तुलसी देखिथिली हमर जन्मरातिर झड़ आज्ञा बहुत भल लागिला मु तारे आपनकर यात्राटा मु देखिली एठी हमर बोले जाग्ञ सुनले फर्स्ट नाइट नाटक बहुत मस्त हला काली नाटकटा भी हर बारी सारंकर तांकर भी नाटक बहुत भल लागला संगला बढ़िया हिची देखि एती यात्रा देखि मु अभाव अच्छा ए देखना देखि माने देखिवा भितरी तबला फबला बाजू भल मंद बाजू रिदिम बाजू मनटा केमती होची बहुत उत्साह होची मु रही होची इच्छा होची मु आउ पिच उपर जागी खाली छका जोका बाडे पकांदी एमती इच्छा होतु निश्चित भाबे जण कलाकार रा हृदय कला तो खाली जे संगीत परिवेशन कले जे कला से कथा न विभिन्न प्रकार कला अछि खेल भी गोटे कला अछि सब प्रकार कला मनोवृत्तिटा सेईटा अछि बिली आमे भी जोटा कहउछंदी हमर राधा कृष्ण करिने के अधिवास आमे जाई कि रातिर भी तांको नाम को धरि कि राति राति कटै कि एमती चलची किंतु सेईटा इंटरेस्टटा अछि बोली चल जाउछ ना हां चलची हां आज्ञा जाहो जे से कष्टटा ही ठाकुरଙ୍କ ऊपर चली हां एमती ही बंचुची ठाकुर मंगल करंतु ये एमती से ठाकुर प्रति भल पाइबा था आ ठाकुर ये जो संसार रथ को आगे नहीं चलतु एवं सुरखुरे जगह धरतु यहाँ हूँ बड़ कथा ये हूँ कथा आ जाओ आसिक आप सका सका उठी जो है कौन माने मिलन है सका सका गोटे बैठकी है भारी भल लगे आउ जा भगवान आपन को भल कर दिंतु आप भल रुहतु संसार भल चालू रोच भाई जय जगन्नाथ प्रणाम।